ସତ୍ୟ ଜେନା ପୂର୍ବତନ ଅଧ୍ୟକ୍ଷ ନିଶ୍ଚିତ ଭାବରେ ଖୁସି ପ୍ରକାଶ କରିବି ଏବଂ ଗ୍ରାମବାସୀମାନଙ୍କୁ ଧନ୍ୟବାଦ ଦେବି। ଏଇଟା ଗୋଟେ ବହୁତ ପୁରାତନ ଅନୁଷ୍ଠାନ। ଏଇଟା ଆମର ମହାପୁରୁଷ ଅଚ୍ୟୁତାନନ୍ଦ ମଠ ସହିତ ଆର୍ ବି ସମ୍ପର୍କ ରହିଛି। ଦୀର୍ଘ ଦିନର ଅନୁଷ୍ଠାନ ଏବଂ ଗ୍ରାମବାସୀମାନେ ବିଶେଷ କରି ସିଙ୍ଗାଳ ଗ୍ରାମର ଗ୍ରାମବାସୀମାନେ ତା ସହିତ ତେଲଦିଆ ହଂସଦିଆ ସିଙ୍ଗାଳର ସମସ୍ତ ଗୁରୁଜନ ମୁରବୀ ଯୁବକ ବନ୍ଧୁମାନେ ମା ମାଉସୀମାନେ ସମସ୍ତଙ୍କର ସହଯୋଗରେ ଏ ଅନୁଷ୍ଠାନ ଦୀର୍ଘଦିନ ଧରି ଚାଲିଛି। ମୁଁ ବି ପ୍ରତିବର୍ଷ ଆସିବାକୁ ଚେଷ୍ଟା କରେ ଏବଂ ଆସିଛି ବି ଅନେକ ଥର। ଯେହେତୁ ଏ ପୀଠ ଏକ ମହାପୁରୁଷ ପୀଠ, ଏଠି ଏକ ଆଧ୍ୟାତ୍ମିକ ପରିବେଶର ପୀଠ ଏବଂ ନିଶ୍ଚିତ ଭାବରେ ପ୍ରାର୍ଥନା କରିବି ମହାପୁରୁଷଙ୍କ ପାଖରେ ଏ ଗାଁର ମଙ୍ଗଳ ପାଇଁ, ଗ୍ରାମବାସୀମାନଙ୍କର ମଙ୍ଗଳ ପାଇଁ ଏବଂ ଏ ପୀଠର କିଭଳି ଆହୁରି ଉତ୍ତରୋତ୍ତର ଉନ୍ନତି ହୋଇପାରିବ ସେଥିପାଇଁ ବି ଯଥାସମ୍ଭବ ଚେଷ୍ଟା ବି କରିବୁ ଏବଂ ଗ୍ରାମବାସୀମାନଙ୍କ ସହଯୋଗରେ ଏ ଅଞ୍ଚଳର ଯେଉଁମାନେ ଲୋକପ୍ରତିନିଧିମାନେ ଅଛନ୍ତି ସେମାନଙ୍କୁ ଅନୁରୋଧ କରିକି ସେମାନଙ୍କ ସହଯୋଗରେ ପୀଠର ଆହୁରି ଉତ୍ତରୋତ୍ତର ଉନ୍ନତି ହେଉ ଏବଂ ମହାପୁରୁଷଙ୍କ ଆଶୀର୍ବାଦରୁ ଏ ଗାଁର ଏ ଅଞ୍ଚଳର ଆହୁରି ବିକାଶ ହେଉ ଏବଂ ସମସ୍ତଙ୍କର ମଙ୍ଗଳ ହେଉ ଏତିକି ଆଶା କରିବି। ଏବଂ ଯେଉଁମାନେ ଏ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ଏବଂ ଏଠି ସରସ ସୁନ୍ଦର ଭାବରେ ଏକ ଆଧ୍ୟାତ୍ମିକ ପରିବେଶ ଏବଂ ଆଧ୍ୟାତ୍ମିକତାର ଚିନ୍ତା ଚେତନା ଏଠି ଲୋକଙ୍କ ଭିତରେ ଗୋଟେ ଜାଗ୍ରତ ହେଉଛି। ନିଶ୍ଚିତ ଭାବରେ ସେହି ଅନୁଷ୍ଠାନର ଯେଉଁମାନେ ପୂର୍ବଭାଗରେ ଅଛନ୍ତି ସେମାନଙ୍କୁ ଧନ୍ୟବାଦ ଦେବି ଏବଂ ଏ ଅନୁଷ୍ଠାନ ଆହୁରି ଭବିଷ୍ୟତରେ ସରସ ସୁନ୍ଦର ଭାବରେ ହେଉ, ଏଠି ଗ୍ରାମବାସୀମାନଙ୍କର ସହଯୋଗ ରହୁ ଏବଂ ସମସ୍ତଙ୍କର ସହଯୋଗରେ ଏ ଅଞ୍ଚଳରେ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଭାବରେ ଏଇଟା ଗଢ଼ି ତୋଳି ହେବ ଏତିକି ଆଶା ବିଶ୍ୱାସ ରଖି ରହୁଛୁ ଏବଂ ପୁଣି ଥରେ ସମସ୍ତଙ୍କୁ ଧନ୍ୟବାଦ ଦେଇକି ଏ ଅନୁଷ୍ଠାନକୁ ଆହୁରି ଥରେ ଉତ୍ତରୋତ୍ତର ଉନ୍ନତି କାମନା କରିକି ରହୁଛି। ବିଶେଷ ଭାବରେ ମୁଁ ଏଇଥିପାଇଁ ଖୁସି ଏବଂ ଗର୍ବିତ ଯେ ମୁଁ ଯେତେବେଳେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ି ସ୍କଲାରସିପ୍ ପରୀକ୍ଷା ଦେଉଥିଲି ମୋର ଗୋଟେ ଜେଜ ଏଠି ମାଧିଆଠେଙ୍ଗ ମଠ ଥିଲା ଏବଂ ମୋର ଗୋଟେ ଜେଜ ଏଠି ଏ ମଠର ପରିଚାଳନା ଦାୟିତ୍ୱ କରିଥିଲେ ଏବଂ ତାଙ୍କୁ ପରି ବାବା ବୋଲି ସମସ୍ତେ ଜାଣନ୍ତି ଏବଂ ସେ ସମୟରେ ମୁଁ ଏଇ ମଠରେ ରହିକି ପାଠ ପଢ଼ିକି ସ୍କଲାରସିପ୍ ପରୀକ୍ଷା ବି ପଞ୍ଚମରେ ଦେଇଥିଲି। ସେଥିପାଇଁ ମୁଁ ନିଶ୍ଚିତ ଭାବରେ ଗର୍ବିତ ଏବଂ ଯେହେତୁ ଏଇଟା ମୋ ପଞ୍ଚାୟତ ଏବଂ ତେଲଦିଆ ହଂସଦିଆ ସିଙ୍ଗାଳର ଗ୍ରାମବାସୀମାନେ ଆମ ନିଜ ଗାଁ ଭଳି ସେମାନଙ୍କ ସହଯୋଗରେ ଏବଂ ସ୍ୱର୍ଗତ ଗିରିଧାରୀ ମହାନ୍ତିଙ୍କର ବି ଏଠି ଆଶୀର୍ବାଦ ରହିଛି, ତାଙ୍କର ନାତି ବି ଆସିଛନ୍ତି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବି ଏବଂ ଏ ଅନୁଷ୍ଠାନକୁ ସମସ୍ତେ ଯେମିତି ଆମେ ସହଯୋଗ କରିବା ସେହି ଆଶା ବିଶ୍ୱାସ ରଖି ରହିଛୁ। ଧନ୍ୟବାଦ। ମୋ ନାଁ ହେଉଛି ବିଜୟ କୁମାର ବେହେରା, ଘର ମୋର ସୋମପୁର। ଆଉ ଏଇ ଜୟ ଅଚ୍ୟୁତାନନ୍ଦ ମହାପୁରୁଷ କି ଜୟ ଓ ଜୟ ପଞ୍ଚସଖା, ଜୟ ଜଗନ୍ନାଥ। ଆମର ଏ ଅଞ୍ଚଳରେ 7 ଜଣ ଅଛନ୍ତି କଳ୍କି ଦୁର୍ଗା। ତାକୁ ଏହି ବିଷୟରେ ଶ୍ରୀ ଅଚ୍ୟୁତାନନ୍ଦ ଦାସ ତାଙ୍କର ଚକଡ଼ା ମୋଡ଼ାଣରେ ବୁଦ୍ଧଦେବ ଗାରଡ଼ି ମଠର ମହନ୍ତ ବୁଦ୍ଧଦେବ ତାକୁ ଉଲ୍ଲେଖ କରିଛନ୍ତି। ସେଇ ଯେଉଁ 7 ଜଣଙ୍କ ନାଁଙ୍କ ଭିତରେ ବଡ଼ ରହୁଛନ୍ତି ଆମର ବୁଢ଼ିଆଣୀ ପାଟରେ ପ୍ରଥମେ ରହୁଛନ୍ତି ବଡ଼ ବୁଢ଼ିଆଣୀ, ତାଙ୍କର 7 ଭଉଣୀଙ୍କ ଭିତରୁ ବଡ଼। ଦ୍ୱିତୀୟ ଭଉଣୀ ହେଉଛନ୍ତି କୁଞ୍ଜ ବୁଢ଼ିଆଣୀ, ହୁଲିପୁରରେ ରହୁଛନ୍ତି। ତୃତୀୟ ଭଉଣୀ ରହୁଛନ୍ତି ଓଡ଼ପଡ଼ାରେ, ଚତୁର୍ଥ ଭଉଣୀ ବିଶ୍ୱାଳପଡ଼ାରେ, ପଞ୍ଚମ ଭଉଣୀ ସିଙ୍ଗାଳରେ, ଷଷ୍ଠ ଭଉଣୀ ଅରିଲୋରେ, ସପ୍ତମ ଭଉଣୀ ନାରଦାରେ। ଇଏ 5-7 ଜଣ ଯେଉଁ ଅଛନ୍ତି ବୁଢ଼ିଆଣୀ ପାଟକୁ ଘେରିକିରି, ତା ଭିତରେ ଅଚ୍ୟୁତାନନ୍ଦ ଏଇ ମାଧିଆଠେଙ୍ଗକୁ ସେ ପୂର୍ବରୁ ତାଙ୍କର ବିଶ୍ରାମସ୍ଥଳୀ ଏଠି ଆସିଥିଲେ, ଯେଉଁଟାକି ବିଶ୍ରାମସ୍ଥଳୀ ନାମରେ ତାଙ୍କର ଏଠି ବହୁ ଇଏ ଅଛି। ଏଇଟା ଗୋଟେ ବାଳିକା ବର୍ଣ୍ଣିତ ପୀଠ। ଏଇ ସିଙ୍ଗାଳ ଗ୍ରାମରେ ବହୁତ ଭକ୍ତ ବି ଥିଲେ, ଆଗରୁ 2-3 ଜଣ ଭକ୍ତ ବି ଥିଲେ। ତେଣୁ ଇଏ 500 ବର୍ଷର ପୁରାତନ କଥା। ଆଉ ଏଇ ପୁରାତନ କଥାକୁ କେନ୍ଦ୍ର କରି ଏଠି ରାଧାକୃଷ୍ଣଙ୍କର ଭାଗବତ ମେଲଣ କରାଯାଏ। ଏଠି ଚୈତ୍ର ମାସ ତ୍ରୟୋଦଶୀ ତିଥିରେ ବହୁ ଦିନରୁ ଏଇଟା କରାଯାଉଥିଲା, କିନ୍ତୁ କାଳକ୍ରମେ ଅସୁବିଧା ବଶତଃ କିଛି ଦିନ ବନ୍ଦ ହେଲା। ତାପରେ ନୂତନ ଭାବେ ଆର ବର୍ଷରୁ ଏଇଟା ପୁଣି ପୁନରୁଦ୍ଧାର କରାଯାଇଛି। ତେଣୁ ଏଇ ଯେଉଁ ଜାଗା ଭବିଷ୍ୟତ ଭିତରେ
ବହୁତ ଇଏ କରିବ ଆଗ୍ରହ ମାନେ ଅଗ୍ରଗତି କରିବ ଏହା ହିଁ ମୋର ବ୍ରହ୍ମାଣ୍ଡ ମହାରଣା ଗ୍ରାମ ସିଙ୍ଗାଳ ଏ ଅନୁଷ୍ଠାନ ପଡ଼ିଯାଇଥିଲା। ରାସ୍ତା କାମ ଗୋଟେ ଆରମ୍ଭ ହେଲା। ସେ ରାସ୍ତା କାମ କରି ଠାକୁର ଘର ଏଠି କିଛି ନଥିଲା। ଏଠି ଆରମ୍ଭ କରିକି 14 ବର୍ଷ ପାଲା କରିବା ପରେ ଆଉ ଏ କରୋନା ହେବାରୁ ଭାଙ୍ଗିଗଲା। ତାପରେ ଏ ଯେଉଁ ଛୁଆମାନେ ସବୁ ମିଶି ପୁଣି ଆଉ ଥରେ ଏ ଅନୁଷ୍ଠାନ ପୁନରାରମ୍ଭ କରାଯାଇଛି। ଏ ଜାଗା ହେଉଛି ମାଧିଆ ଠେଙ୍ଗ। କାହିଁକି ହେଇଛି? ମାଧିଆ ଆଉ ତା ମା କିଶୋରୀ ନଗରରୁ ଆମର ଆସିଲେ କୋଉଠିକି ଯିବେ ନା ପୁରୀ ଯିବା ବାଟରେ ଆସିବା ବାଟରେ ମାଧିଆର ଗୋଡ଼ କ'ଣ ହେଇଗଲା। ମାଧିଆ ଆସିକି ମାଧିଆ ଠେଙ୍ଗରେ ରହିଗଲା। ଆଉ ମା ଧ୍ୟାନ କୁଦରେ ଆଗେ ଯାଉଛି। ମା ପୁଅ ପୁରୀ ଯିବେ ତ ପୁଅ ଏଠି ରହିଯାଇଛି। ମା ଯାଇକି ସେଠି ଧ୍ୟାନ କରିକି ରହିଗଲା। ସେଇଟା ହେଲା ଧ୍ୟାନ କୁଦ, ଏଇଟା ହେଲା ମାଧିଆ ଠେଙ୍ଗ। ଆଉ ଆମର ଯେଉଁ ଗୋବର୍ଦ୍ଧନ ପୂଜା ହେଉଥିଲା ଏଠି ଯେଉଁ ମାଳିକା ପଢ଼ା ହେଉଥିଲା ଗୋବର୍ଦ୍ଧନ ପୂଜାରେ ମୁଁ ସେଠି ଦେଖିଲି ଯେ ମାଧିଆ ଠେଙ୍ଗର ପ୍ରମାଣ ଏଇଆ। ମୋ ନାମ ହେଉଛି ଜଗନ୍ନାଥ ମହାନ୍ତି। ମୋର ଗ୍ରାମ ହେଉଛି ସିଙ୍ଗାଳ। ଆଉ ଇଏ ଅତୀତର ଲୋକ କଥାରୁ ଆମେ ଯାହା ଜାଣିଛୁ, ଇଏ ଯେତେବେଳେ ଅଚ୍ୟୁତାନନ୍ଦ ମହାପୁରୁଷ ଏପଟେ ଭ୍ରମଣରେ ଯାଇଥିଲେ, ସେ ଏଇ ସ୍ଥାନରେ ଏଇଟା ନିର୍ଜନ ସ୍ଥାନ ଥିଲା। ଏଇ ନିର୍ଜନ ସ୍ଥାନରେ ସେ ବିଶ୍ରାମ ନେଇଥିଲେ ଏବଂ ସେଇଦିନ ଠାରୁ ଇଏ ଜାଗା ଅଚ୍ୟୁତାନନ୍ଦଙ୍କର ବିଶ୍ରାମସ୍ଥଳୀ ଭାବରେ ଜଣାଥିଲା ଏବଂ ଏ ଜାଗାର ନାମ ମାଧିଆ ଠେଙ୍ଗ। ଏଠି ତାପରେ ପରେ କୌଣସି ସାଧୁ ଏଠି ରହି ତାଙ୍କର ବି ଦେହ ତ୍ୟାଗ କରିଥିଲେ, ଯାହାଫଳରେ ଏଠି ସାଧୁ ଗୋସାଇଁ ବିଜୟସ୍ଥଳୀ ବୋଲି ଆମେ ବର୍ତ୍ତମାନ ଏହାର ନାମ ବର୍ତ୍ତମାନ ଏହା ହେଇଛି ସାଧୁ ଗୋସାଇଁଙ୍କ ବିଜୟସ୍ଥଳୀ ନାମରେ ପରିଚିତ ହେଉଛି। ତ ଏଠି ଆଗରୁ ଆକ୍ଚୁଆଲି ଯାତ୍ରା ହେଉଥିଲା, ମେଲଣ ହେଉଥିଲା, କିନ୍ତୁ କାଳକ୍ରମେ ତାହା ବନ୍ଦ ହେଇଗଲା। ଆମେ 2004 ମସିହାରୁ ଆମେ ଏମିତି କେତେଜଣ ବରିଷ୍ଠ ନାଗରିକ ମିଶିକିରି ମୋର ଏଇ ପାଖରେ ଯେଉଁ ଠିଆ ହେଇଛନ୍ତି ମନମୋହନ ସାହୁ, ଆଉ ଏପଟେ ବି ଆମର ଯେଉଁ ବିଜୟ ବେହେରା, ଆମର ଏପଟେ ଆମର ଯେଉଁ ପୂର୍ଣ୍ଣ ମହାରଣା, ଆମେ ସବୁ ପୁଣି ତାକୁ ମିଶିକିରି ସେ ସଂସ୍ଥାକୁ ପୁନର୍ଜୀବିତ କରିବା ପାଇଁ ଆମର ଏଇଟା ଗୋଟେ ପ୍ରୟାସ। ଆମେ 2024ରୁ ଏମିତି କାର୍ଯ୍ୟକ୍ରମ ଚାଲିଛି। ଆଉ ୟାର ଆସ୍ତେ ଆସ୍ତେ ଆର ନାଁ ବୁଡ଼ି ଯାଉଛି। ତେଣୁ ଆର ପ୍ରଚାର ପ୍ରସାର ପାଇଁ ଆମେ ଟିକେ ବ୍ୟସ୍ତ ଥିଲୁ। ଯାଉ ଆପଣମାନଙ୍କର ସାହାଯ୍ୟ ସହାନୁଭୂତି ଏହାକୁ କେମିତି ପ୍ରଚାର ପ୍ରସାର ହେଲେ ଆଗାମୀ ଦିନରେ ଆହୁରି ଲୋକଙ୍କ ପରିଚିତ ହେବ ଏବଂ ଆହୁରି ଆସ୍ତେ ଆସ୍ତେ ଏ ସଂସ୍ଥା ବଢ଼ି ଚାଲିବ। ଏତିକି ମୁଁ ମନମୋହନ ସାହୁ, ଭିଲେଜ ହଂସଦିଆ। ବର୍ତ୍ତମାନ এই অনুষ্ঠাନର ଆମେ 3 ଜଣ ମୁଖିଆ ଅଛୁ। ଜଣଙ୍କର ଟିକେ ଦେହ ଖରାପ ହେଲା, ମୋର ଯେ ପ୍ରେସିଡେଣ୍ଟ ଏ ଯେ କେଶର ଆଉ ସେକ୍ରେଟାରୀ ଅଛନ୍ତି। ବର୍ତ୍ତମାନ 3 ଜଣ ସହଯୋଗରେ ସମସ୍ତଙ୍କୁ ଡକାଇ ଡାକିକିରି ବର୍ତ୍ତମାନ ଏ ମେଳା 24 ସାଲରୁ କଲୁ। ବହୁତ କଷ୍ଟ କରି ସମସ୍ତଙ୍କୁ ଯୋଗେଇ ଜାଗିକି କିଛି ନଥିଲା, ବହୁତ ଚେଷ୍ଟା ଫଳରେ ଅନୁଷ୍ଠାନ କରାଗଲା। ଏ ଅନୁଷ୍ଠାନ ଚାଲିଛି। ଗଲା ବର୍ଷ ହେଇଥିଲା, ଏ ବର୍ଷ ବି ବହୁତ ସୁରୁଖୁରୁରେ ହେଉଛି। ପାଲା ସବୁ ନଥିଲା, ପାଲା ସିଷ୍ଟମ କରିକି ଲୋକଙ୍କର ଖାଇବା ପିଇବା ବ୍ୟବସ୍ଥା କରିଛୁ। ଆଉ ତାପରେ ପାଲା ବି ହେଉଛି। ଆଉ ଗାଁ ବାଲାଙ୍କର ସମସ୍ତ ସହଯୋଗରେ ଏ ଅନୁଷ୍ଠାନ ଚାଲିଛି। ଆଗକୁ ଏମିତି ଚାଲୁ, ଭଗବାନଙ୍କର ଇଚ୍ଛା। ଆପଣମାନେ ଆମକୁ ସହଯୋଗ ଆସିଛନ୍ତି, ଆପଣଙ୍କୁ ବହୁତ ଧନ୍ୟବାଦ। ବର୍ତ୍ତମାନ ଏ ଅନୁଷ୍ଠାନ କେମିତି ବଢ଼ିବା ଆପଣଙ୍କର ସହଯୋଗ ଡିକ୍ଲେୟାର କରିବେ, ଏତିକି କହି ବିଦାୟ।